ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଗୋଟେ ଭୟାନକ କାହାଣୀରେ ଆପଣମାନଙ୍କୁ ସ୍ୱାଗତ। ସମ୍ପୂର୍ଣ୍ଣ କାହାଣୀଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଆଜିର ଭୟାନକ କାହାଣୀଟି ଆରମ୍ଭ କରିବା। ଏହି କାହାଣୀଟି 30 ବର୍ଷର ଗୋଟେ ପୁଅର। ସେଇ ପୁଅର ନାଁ ଥିଲା ଦିବାକର। ଆଉ ତା ଘରେ ବାପା ମା ଛଡ଼ା କେହି ବି ନଥିଲେ। ଦିବାକର ପାଖ ଗାଁକୁ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଯାଉଥିଲା। ହେଲେ ଦିବାକର ଯେଉଁ ପିଲାମାନଙ୍କୁ ପଢ଼ାଇବା ପାଇଁ ଯାଉଥିଲା ସେ ଜାଗାଟି ଟିକେ ଦୂର ବାଟ ଥିଲା। ସେଥିପାଇଁ ସିଏ ଟ୍ରେନରେ ଯିବା ଆସିବା କରେ। ସବୁଦିନ ସିଏ ରାତି 8ଟା ବେଳ ଟ୍ରେନରେ ଘରକୁ ଫେରିଆସେ। ହେଲେ ସେଦିନ ଟିଉସନରେ ଛାତ୍ରମାନଙ୍କର ପରୀକ୍ଷା ଥିବାରୁ ଟିକେ ଲେଟ୍ ହୋଇସାରିଥିଲା। ସେଥିପାଇଁ ସେ ଘରକୁ ଫୋନ୍ କରିକି ଜଣେଇ ଦେଇଥିଲା ଯେ ଆଜି ମୋର ଟିକେ ଘରକୁ ଯିବାର ଟିକେ ଲେଟ୍ ହୋଇଯିବ। ସେତେବେଳକୁ ରାତି ପ୍ରାୟ 12ଟା ହୋଇଯାଇଥିଲା। ଦିବାକର ଷ୍ଟେସନରେ ପହଞ୍ଚି ଜାଣିବାକୁ ପାଇଲା ଯେ ରାତି 1ରେ ଲାଷ୍ଟ ଟ୍ରେନ୍ଟି ଅଛି। କିଛି ସମୟ ପରେ ଲାଷ୍ଟ ଟ୍ରେନ୍ଟି ଆସିଲା। ସେଇ ଟ୍ରେନରେ ଦିବାକର ଯେତେବେଳେ ବସିଲା ସେ ବଗିରେ ଗୋଟେ ଲୋକ ଛଡ଼ା ଆଉ କେହି ବି ନଥିଲେ। ସେଇ ଲୋକଟି ଦିବାକରର ପଛ ସିଟ୍ରେ ବସିଥିଲା। ଦିବାକର ଯେଉଁ ଷ୍ଟେସନରେ ଓହ୍ଲାଇ ଘରକୁ ଯାଉଥିଲା ସେଇ ଟ୍ରେନଟି ପହଞ୍ଚିବା ପାଇଁ ସେଠାକୁ 40 ମିନିଟ୍ ଲାଗୁଥିଲା। ଯେଉଁ ଲୋକଟି ଦିବାକରର ପଛ ସିଟ୍ରେ ବସିଥିଲା ସେ ଆଗ ଷ୍ଟପେଜରେ ଓହ୍ଲାଇ ପଡ଼ିଲା। ଆଉ ସେଇ ବଗିରେ କେହି ବି ଲୋକ ନଥିବାରୁ ବଗିଟି ପୁରା ସୁନସାନ ଥିଲା। ସେହି ସମୟରେ ହଠାତ୍ ଦିବାକରର ନଜର ପଡ଼ିଲା ଟ୍ରେନର ଝରକା ଉପରେ। ଝରକା ପାଖରେ ଠିଆ ହୋଇଥିଲା ଗୋଟେ କମ୍ ବୟସର ଝିଅଟି। ଆଉ ସେଇ ଝିଅଟି ଦିବାକରକୁ ଗୋଟେ ଲୟରେ ଦେଖୁଥିଲା। ଆଉ ସିଏ ଦେଖିବାକୁ ବାୟାଣୀ ଭଳି ଦେଖାଯାଉଥିଲା। ଏତେ ରାତିରେ ସେ ଝିଅକୁ ଦେଖି ଦିବାକର ଟିକେ ଡରି ଯାଇଥିଲା। ଆଉ ତାକୁ ସେଠାରୁ ଯିବାକୁ କହିଲା। ହେଲେ ସେ ଝିଅଟି ଟ୍ରେନ ଛାଡ଼ିବା ପୂର୍ବରୁ ଯେଉଁ ବଗିରେ ଦିବାକର ବସିଥିଲା ସେଇ ବଗିକୁ ଚାଲି ଆସିଲା। ସେ ଝିଅର ବଗି ଭିତରକୁ ଆସିବା ଦେଖି ଦିବାକରର ଛାତିଟା ଟିକେ ଥରିଗଲା। କାହିଁକିନା ସେ ବଗିରେ ଆଉ କେହି ବି ଲୋକ ନଥିଲେ। ପୁଣି ସେ ପାଗଳୀ ଝିଅଟା ତା ସାମ୍ନାକୁ ଆସି ଗୀତ ଗାଇ ତା ଆଗରେ ନାଚିବାକୁ ଲାଗିଲା। ଦିବାକର ଯେତେ ତାକୁ ସେଠାରୁ ତଡ଼ୁଥାଏ ହେଲେ ସେ ପାଗଳୀ ଝିଅଟା ସେଠାରୁ ଯାଉନଥାଏ। କିଛି ସମୟ ପରେ ସେଇ ବାୟାଣୀ ଝିଅଟି ଟ୍ରେନର ଦୁଆର ମୁହଁରେ ଠିଆ ହୋଇ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲା। ଆଉ ବାହାରକୁ ହାତ ହଲେଇ ଗୀତ ଗାଉଥିଲା। ଟ୍ରେନ ବି ବହୁ ସ୍ପିଡ଼ରେ ଚାଲୁଥାଏ। ଆଉ ସେଇ ଝିଅଟି ଟ୍ରେନର ବାହାରକୁ ମୁଣ୍ଡ କାଢ଼ିଥିବାରୁ ହଠାତ୍ ସେହି ସମୟରେ ସିଏ ଗୋଟେ ଇଲେକ୍ଟ୍ରିକ୍ ଖୁଣ୍ଟିରେ ମାଡ଼ ହୋଇ ସିଏ ସେଇ ଟ୍ରେନ ଭିତରେ ଚିତ୍କାର କରି ପଡ଼ିଗଲା। ଦିବାକର ଯେତେବେଳେ ସେ ଝିଅକୁ ଦେଖିଲା ସେ ଭୟରେ ତାର ଗୋଡ଼ ହାତ ଥରିବାକୁ ଲାଗିଲା। କାହିଁକିନା ସେ ବାୟାଣୀ ଝିଅର ମୁଣ୍ଡ ଦିଫାଳ ହୋଇ ସେଠାରେ ସିଏ ମରିସାରିଥିଲା। ଦିବାକର ଭଗବାନଙ୍କୁ ଡାକୁଥିଲା କେମିତି ତାର ଷ୍ଟେସନ ଆସିବ। ଆଉ ସେଇ ଟ୍ରେନରୁ ସିଏ ଓହ୍ଲାଇ ଜଲ୍ଦି ତାର ଘରକୁ ଚାଲିଯିବ। କିଛି ସମୟ ପରେ କିଛି କାରଣ ସକାଶୁ
ଟ୍ରେନର ଗତି ଟିକେ ସ୍ଲୋ ହୋଇଗଲା। ଦିବାକର ଭାବିଲା, ଏ ବଗିରୁ ଓହ୍ଲେଇ ଆଉ ଗୋଟେ ବଗିକୁ ମୁଁ ଚାଲିଯିବି। ଏମିତି ଭାବି ଦିବାକର ସେ ସୁନସାନ ଜାଗାରେ ଓହ୍ଲାଇ ଆଉ ଗୋଟେ ବଗିକୁ ଯିବାକୁ ଲାଗିଲା। ଦିବାକର ଯେତେବେଳେ ଆଉ ଗୋଟେ ବଗିକୁ ଚଢ଼ିବା ପାଇଁ ଯାଇଛି, ହଠାତ୍ ସେହି ସମୟରେ ଟ୍ରେନର ଗତି ବହୁ ଜୋରରେ ସ୍ପିଡ୍ ହୋଇଗଲା। ଟ୍ରେନ ସ୍ପିଡ୍ ହୋଇଯିବାରୁ ଦିବାକର ସେ ଟ୍ରେନରେ ଆଉ ଚଢ଼ିପାରିଲା ନାହିଁ। ଟ୍ରେନ ଗଲା ପରେ ଦିବାକର ଦେଖିଲା ସବୁଆଡ଼େ କିଟକିଟ ଅନ୍ଧାର ହୋଇଥିଲା। ଦିବାକର ଭାବିଲା, ଆଗ ଷ୍ଟେସନକୁ ମୁଁ ଦୌଡ଼ି ଦୌଡ଼ି ଯାଇ ଗାଡ଼ି ଭଡ଼ା କରି ସେଠାରୁ ଘରକୁ ଚାଲିଯିବି। ଏମିତି ଭାବି ସେ ଆଗ ଷ୍ଟେସନ ଆଡ଼କୁ ଦୌଡ଼ିବାକୁ ଲାଗିଲା। କିଛି ବାଟ ଦୌଡ଼ିଲା ପରେ ଦିବାକର ଦେଖିଲା ରେଳ ଲାଇନ ଉପରେ କେହି ତ ଜଣେ ଠିଆ ହୋଇଛି। ଦିବାକର ତାକୁ ଦେଖି ଭାବିଲା, ଆରେ ଏ ଝିଅ ତ ସେ ବାଇଗଣୀ ଝିଅ ଭଳି ଦେଖାଯାଉଛି। ହେଲେ ସେ ଝିଅ ତ ଆଗରୁ ଟ୍ରେନ ଭିତରେ ମରିସାରିଥିଲା। ଦିବାକର ଏମିତି ଭାବୁ ଭାବୁ ସେ ଝିଅଟି ଦିବାକର ଆଡ଼କୁ ନାଚି ନାଚି ଆସୁଥିଲା। ହଠାତ୍ ତା ସାମ୍ନାରୁ କୁଆଡ଼େ ଉଭା ହୋଇଗଲା। ଦିବାକର ଏସବୁ ଦେଖି ତୁରନ୍ତ ସେଠାରୁ ପଛକୁ ବୁଲି ଦୌଡ଼ିବାକୁ ଲାଗିଲା। କିଛି ବାଟ ଦୌଡ଼ିଲା ପରେ ସେଇ ରେଳ ଲାଇନ ଉପରେ ମୁହଁ ମାଡ଼ି ତଳେ ପଡ଼ିଗଲା। ଆଉ ସିଏ ଯେତେବେଳେ ସେଠାରେ ଉଠିଲା, ସେତେବେଳେ ତା ସାମ୍ନାରେ ଛିଡ଼ା ହୋଇଥିଲା ସେଇ ବାୟାଣୀ ଝିଅଟିର ଆତ୍ମା। ଆଉ ତା ମୁଣ୍ଡ ଅଧା ନଥିଲା। ଦିବାକର ଭୟରେ ଭୟରେ ଯେତେବେଳେ ସିଏ ପଛୁଆ ପଛୁଆ ପଛକୁ ଆସିଛି, ସେତେବେଳେ ସିଏ ଜାଣିନଥିଲା ସିଏ ରେଳ ଲାଇନ ଉପରକୁ ପହଞ୍ଚି ଯାଇଥିଲା। ହଠାତ୍ ସେହି ସମୟରେ ଗୋଟେ ଟ୍ରେନ ଆସି ଦିବାକରକୁ ଧକ୍କା ଦେଲା। ଆଉ ସେଇଠାରେ ଦିବାକର ଟ୍ରେନରେ କଟି ମରିଗଲା। ସାଙ୍ଗମାନେ, ସେଇ ଜାଗାରେ ଯେଉଁ ଟ୍ରେନ ବି ଯାଉଛି, ସେଠାରେ ଲୋକମାନେ କହନ୍ତି କି ସେଇ ଦିବାକର ଆଉ ସେଇ ଝିଅଟି ସେଇ ରେଳ ଲାଇନ ସାଇଡ୍ କଡ଼ରେ ଠିଆ ହେବାର ସମସ୍ତେ ଦେଖନ୍ତି। ସାଙ୍ଗମାନେ, ଆଜିର କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି।